ହଁ ଧୀରେ ଧୀରେ ନେବେ ରଥଟେ। ମହାପ୍ରଭୁ ମନ ଦୁଃଖରେ ଅଛନ୍ତି। ମାଉସୀ ଘରକୁ ବର୍ଷରେ ଥରେ ଆସିଥିଲେ, ବର୍ତ୍ତମାନ ଯିବା ପାଇଁ ତାଙ୍କର ଇଚ୍ଛା ନାହିଁ। ତେଣୁକରି ଆପଣ ମାନେ ତାକୁ ହଲେଇ ଚୋଗେଇ ଯାହା ଯେମିତି କରି ହେଲେ ତାଙ୍କ ମନକୁ ପରିବର୍ତ୍ତନ କରି ନେଇଯାଆନ୍ତୁ। ଗମ୍ଭୀରାରେ ପାଖରେ ଛାଡିଦେବେ ଏବଂ ଯେ ଯାହା ମାଉସୀ ବାଡ଼ିରୁ ଯୋଉ ସନ୍ଦେଶ ଯାଉଛି ସନ୍ଦେଶ ଗ୍ରହଣ କରିକିରି ଯେ ଯାହାକୁ ଘରକୁ ବାହାରିବେ। ହରି ବୋଲ, ହରି ବୋଲ। ଧୀରେ 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 ବାଇକ୍ ଟିକେ ପଛରେ ରହିବ। ବାଇକ୍ ସାଇଡରେ ରଖ। ବାଇକ୍ ଭିତରକୁ ଆଣନି। ବାଇକ୍ ଜମା ଆଣିବନି। ହଁ ଡାହାଣ ପଟ ଦୌଡ଼ିକି ବାଁ ପଟକୁ ଯିବ। ଡାହାଣ ପଟ ଦୌଡ଼ିକି ବାଁ ପଟକୁ ଯିବ। ରହିଯିବ ରହିଯିବ ରହିଯାଅ ରହିଯାଅ ରହିଯାଅ। ହଁ ଟିକେ ରହିଯିବେ। ମହାପ୍ରଭୁଙ୍କ ରଥ ଡାହାଣ ପଟ ଦୌଡ଼ି ବାଁ ପଟକୁ ଦେଇକିରି ବୁଲିକିରି ଯିବ। ତେଣୁ ଆପଣ ମାନେ ନିଜ ସାବଧାନତା ଆପଣ ମାନେ ପୁରୁଣା ତେଣୁ ଆପଣ ମାନେ କୌଣସି ବ୍ୟସ୍ତ ହବା ଦରକାର ନାହିଁ। ସମସ୍ତେ ଗୋଟିଏ ମା ବାପର ସନ୍ତାନ ଆମେ ବର୍ତ୍ତମାନ। ଗୋଟିଏ ମା ବାପର ସନ୍ତାନ ଆମେ ବର୍ତ୍ତମାନ। ତେଣୁ ସମସ୍ତେ ଭାଇ ଆଉ ଭଉଣୀ। ତେଣୁ ଆପଣ ମାନେ କେତେବେଳେ ବି କାହାରି ସହିତ କୌଣସି ତର୍କ କରିବେ ନାହିଁ। କାହାରି ପ୍ରତି କାହାରି ରାଗ ରହିବ ନାହିଁ, ହିଂସା ରହିବ ନାହିଁ। ତେବେ ଯାଇକି ଆନନ୍ଦ ପାଇବେ ଏବଂ ମହାପ୍ରଭୁଙ୍କର କଲ୍ୟାଣ ମଧ୍ୟ ଆପଣ ମାନଙ୍କ ଉପରେ ହବ ବହୁ ଭାଗରେ। ତେଣୁ ଆପଣ ମାନେ ସବୁବେଳେ ସାଧା ସଳ୍ପ ବିଭିନ୍ନ କଷ୍ଟକୁ ଦୂର କରିକିରି ବର୍ତ୍ତମାନ ଆମେ ସମସ୍ତେ ଗୋଟିଏ ମା ବାପର ସନ୍ତାନ। ତେଣୁ ଆପଣ ମାନେ କେତେବେଳେ ବି କାହାରି ଉପରେ ରାଗ ହିଂସା କ୍ରୋଧ କିଛି ରଖିବେ ନାହିଁ। ଆପଣ ମା ଭଉଣୀ ମାନେ ଅଛନ୍। ଆପଣ ସନ୍ଧ୍ୟା ଦେଇକରି ହ୍ୟାଲୋ। ବାବା ଯାହା କହୁଛନ୍ତି ସେ ଅନୁସାରେ କାମ ଚାଲିବ। ଏ ଦୌଡ଼ାଟାକୁ ଟାଣିବାଟା ସେମିତି ଇଏ ବାବା ଯଦି ରହିତେ କେବେ ରହିଯିବେ ଟାଣିବେନି, ଯଦି ଚାଲିତେ କହିବେ ଟାଣିବେ। ସେଇ କଥାଟା ଅନୁଭବ କରିକି ବାବା ଯାହା କହିବେ ସେମିତି ମାଇକ୍ରୋଫୋନ ରେ ଯୋଉ ଆଲାଉନ୍ସ କରିବେ ସେଇଟା ଶୁଣିକି ଆପଣ ମାନେ ସମର୍ଥନ କରିବେ। ହଉ ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହଁ ଧୀରେ 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 ସାମ୍ନାରେ ଆମର ପୁରୁଣା ବଡ଼ ଦାଣ୍ଡ। ରହିଯିବେ। ବାଁ ପଟ ରଥଟି ଡାହାଣ ପଟକୁ ଯିବ। ବାଁ ପଟ ରଥଟି ଡାହାଣ ପଟକୁ ଯିବ। ଧୀରେ 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 ରହିଯିବେ। ବର୍ତ୍ତମାନ ଆପଣ ମାନେ ସେ ପୁରୁଣା ଯୋଉ ଆମର ବଡଦାଣ୍ଡ ଏବଂ ନୂଆ ବଡଦାଣ୍ଡ ଯୋଉଠି ମିଶିଛି ସେଇଠି ରଥଟିଏ ରହିବ। ଅଧଘଣ୍ଟା ମା ମାନେ ସବୁ